କାନ୍ଥରୁ ହଜିଯିବ ବିଜୁ ପକ୍କାଘର ଲୋଗୋ। ଗରିବଙ୍କ ପାଇଁ ଆସିବ ନୂଆ ପକ୍କାଘର ଯୋଜନା। ଅନ୍ତୋଦୟ ଗୃହ ଯୋଜନା ଆଣିବେ ମୋହନ ସରକାର। ଏବେ ରହିବନି ବିଜୁ ପକ୍କାଘର ଲୋଗୋ। ଦର୍ଶକ ବନ୍ଧୁ, ଖୁବ୍ ଶୀଘ୍ର ବଦଳିଯିବ ବିଜୁ ପକ୍କାଘର ଯୋଜନାର ନାଁ। ଏହା ବଦଳରେ ସରକାର ଆରମ୍ଭ କରିବାକୁ ଯାଉଛନ୍ତି ଅନ୍ତୋଦୟ ଗୃହ ଯୋଜନା। ଏଥିପାଇଁ ସମସ୍ତ ପ୍ରତିଶ୍ରୁତି ସରିସାରିଛି, କେବଳ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ବାକି ଅଛି। ଅନ୍ତୋଦୟ ଗୃହ ଯୋଜନାରେ ପକ୍କା ଘରର ସଂଜ୍ଞାକୁ ସରଳୀକରଣ କରାଯାଇଛି। ପ୍ରତ୍ୟେକ ଗରିବଙ୍କୁ ଘର ଦେବାକୁ 2014-15ରେ ଆରମ୍ଭ ହୋଇଥିଲା ବିଜୁ ପକ୍କା ଘର ଯୋଜନା। ଲକ୍ଷ୍ୟ ଥିଲା ପ୍ରତ୍ୟେକ ଗରିବଙ୍କ ମୁଣ୍ଡରେ ଛାତ ଘରଟିଏ ଦେବା। ଏଥିପାଇଁ କୋଟି କୋଟି ଟଙ୍କା ବ୍ୟୟବରାଦ ବି ହୋଇଥିଲା। ଏହାକୁ ଫ୍ଲାଗସିପ୍ କାର୍ଯ୍ୟକ୍ରମ ଭାବେ ବେଶ୍ ପ୍ରଚାର ପ୍ରସାର କରିଥିଲେ ତତ୍କାଳୀନ ନବୀନ ସରକାର। କିନ୍ତୁ ଟାର୍ଗେଟ୍ ପୂରଣ କରିପାରିନଥିଲା ଏହି ଯୋଜନା। ଏବେ ନୂଆ ସରକାର ଆସିବା ପରେ ବିଜୁ ପକ୍କା ଘର ଯୋଜନାର ନାଁ ବଦଳାଇବାକୁ ଯାଉଛନ୍ତି। ବିଜୁ ପକ୍କା ଘର ବଦଳରେ ଆରମ୍ଭ ହେବ ଅନ୍ତୋଦୟ ଗୃହ ଯୋଜନା। ସୂଚନା ଅନୁସାରେ ପଞ୍ଚାୟତି ରାଜ ବିଭାଗ ପକ୍ଷରୁ ଅନ୍ତୋଦୟ ଗୃହ ଯୋଜନାର ଚୂଡ଼ାନ୍ତ ରୂପରେଖ ସରିସାରିଛି। ଡ୍ରାଫ୍ଟ ବି ପ୍ରସ୍ତୁତ ହୋଇସାରିଛି। ଏହା ଉପରେ ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀ ମୋହର ମାରିପାରନ୍ତି। ଏବେ ଆସନ୍ତୁ ଜାଣିବା ଅନ୍ତୋଦୟ ଗୃହ ଯୋଜନା କ'ଣ। ତେବେ ଦର୍ଶକ ବନ୍ଧୁ, ଅନ୍ତୋଦୟ ଗୃହ ଯୋଜନାରେ ଦୁର୍ବଳ ବର୍ଗର ଲୋକଙ୍କୁ ପକ୍କା ଘର ଯୋଗାଇ ଦେବାରେ ଯୋଜନାର ମୂଳ ଲକ୍ଷ୍ୟ ରହିଛି। ପ୍ରାକୃତିକ ଅଥବା ମନୁଷ୍ୟକୃତ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ପରିବାରଙ୍କୁ ମିଳିବ ପକ୍କା ଘର। ସରକାରୀ ପ୍ରକଳ୍ପରେ ବିସ୍ଥାପିତ ପରିବାର ବି ହୋଇପାରିବେ ସାମିଲ। ହିତାଧିକାରୀ 25 ବର୍ଗ ପରିଧିରେ ପକ୍କା ଘର କରିପାରିବେ। ହିତାଧିକାରୀଙ୍କୁ 1,20,000 ଟଙ୍କାର ଆର୍ଥିକ ସହାୟତା ମିଳିବ। ପ୍ରଥମ କିସ୍ତି ପାଇବାର 4 ମାସ ଓ 6 ମାସ ମଧ୍ୟରେ ଗୃହ ନିର୍ମାଣ ସାରିଲେ ପ୍ରୋତ୍ସାହନ ରାଶି ମିଳିବ। ଏହି ପ୍ରୋତ୍ସାହନ ରାଶି 20,000 ଓ 10,000 ଟଙ୍କା ରଖାଯାଇଛି। ତେବେ ବିଜୁ ପକ୍କା ଘର ଯୋଜନାର ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ଏହି ଯୋଜନାରେ ସମ୍ପୂର୍ଣ୍ଣ କରାଯିବ। ସେପଟେ ନୂଆ ଯୋଜନାକୁ ନେଇ ରାଜନୀତି ଆରମ୍ଭ ହୋଇସାରିଛି। ଅନ୍ତୋଦୟ ଗୃହ ଯୋଜନା ପାଇଁ ମୋଟ 2,500 କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଥିଲା ବେଳେ 2024-25ରେ 100 କୋଟି ଟଙ୍କାର ବଜେଟ୍ ମଞ୍ଜୁର ହୋଇସାରିଛି। ମୁଖ୍ୟମନ୍ତ୍ରୀଙ୍କ ମୋହର ପରେ ଯୋଜନା କାର୍ଯ୍ୟକାରୀ ହେବ ବୋଲି ସୂଚନା ମିଳିଛି। ବ୍ୟୁରୋ ରିପୋର୍ଟ, ଓଡ଼ିଆ ଅଫିସିଆଲ।